ଅନେକ ସମୟରେ ଆପଣ ଚର୍ଚ୍ଚାକୁ ଆସନ୍ତି ନା ବିବାଦ ଭିତରକୁ ଠେଲି ଦିଆଯାଉଛି? ବିବାଦ ଭିତରେ ଠେଲି ଦିଆଯାଉଛି କେତେବେଳେ ଚର୍ଚ୍ଚାକୁ ଆସୁଛି। କିଏ ଆଉ କାହିଁକି ବିବାଦ ଉଠେଇ ଦଉଛି? ମ୍ୟୁନିସିପାଲିଟି ଚାଲିଛି ଡେପୁଟି ମେୟର ଇସ୍ୟୁ। ହଁ, କିଏ କାଲା କ'ଣ କଲା ନୀଳମଣ୍ଡ ଦ୍ୱାରା ଶିଶୁ ହେଲା ଗୋଟେ ଚଲେଇଲେ ବିଜେପି ଛାଡ଼ିକି ବିଜେଡି ଆସିବା ପାଇଁ ଏ ପ୍ଲାନ୍ଟା କାହିଁକି ହେଲା? ମତେ ଦାୟୀ କରିକି ସସ୍ପେଣ୍ଡ କରାହେଲା। ନାଇଁ, ବିଜେଡି ଲୋଭ ଦେଖି ନଥିଲା? ନା ନା ପ୍ରଶ୍ନ ଉଠେ। ଗୋସାନୁଆ ଗାଁରେ ସେତେବେଳେ ବି ରାଜ୍ୟ ବିଜେପି ସଭାପତି ଥିଲେ ମନମୋହନ ସାମଲ। କାଳିମାଡ଼ ପ୍ରକୃତରେ କିଏ କଲା? କିଏ କଲା ସେ ଟିଭିରେ ଭିଡ଼ିଓରେ ସବୁରେ ଅଛି। ମାନେ କାହା ପ୍ରରୋଚନାରେ ହେଲା? ସେ ଭିତରୁ ମୁଁ କହିବାକୁ ଚାହୁଁନି। ସେଥିରେ ଆପଣଙ୍କର ସମ୍ପୃକ୍ତ କିଛି ନଥିଲା? ନାହିଁ, ମୁଁ ତ ସମର୍ଥନ ଭାବେ ଜଗିଥିଲି। ବିଜେଡି ଭଲ ଲାଗୁଛି ନା ବିଜେପି ଭଲ ଲାଗିଲାନି? ବିଜେଡି ସରକାର ଭଲ, ବିଜେପି ଦଳ ଭଲ। ଆପଣ ପୁଣି ଥରେ ବିଜେପି ଆଡେ ମନ ବଳେଇଲେଣି? ପ୍ରଶ୍ନ ଉଠୁନି। ଏବେ କିଛି ସେ ବିଷୟ ଚିନ୍ତା ନାହିଁ। ଏବେ କର୍ପୋରେଟର ହିସାବରେ ଗୋସାନୁଆର କାମ କରିବାର ଅଛି। ବର୍ତ୍ତମାନର ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ସହ ଆପଣଙ୍କ ସମ୍ପର୍କ କେମିତି କ'ଣ ଅଛି? ଭଲ। ନିକଟରେ ଏକ ମଞ୍ଚରେ ମନ୍ତ୍ରୀ ବିଭୂତି ଜେନାଙ୍କୁ ଦେଖିକି ଆପଣ କାନ୍ଦୁଛନ୍ତି, ସେଇଟା ଆକସ୍ମିକ। ମନର ଗୋଟେ ଆସିଲା କି ମୁଁ ଗୋଟେ ପଶ୍ଚାତାପ କରୁଛି? ନା ନା ନା, ପଶ୍ଚାତାପ କାହିଁ ଆସିବ? ଭିଡିଓ ଭାଇରାଲ ହେଲା, ଲୋକେ କ'ଣ କହିଲେ? ଅଭିନୟ ବୋଲି କହିଲେ ଲୋକ। ଜଣେ କର୍ପୋରେଟର ହିସାବରେ ଆପଣଙ୍କ ୱାର୍ଡର ବିକାଶ କେମିତି ଚାଲିଛି? ମୋ ୱାର୍ଡର ସମ୍ପୂର୍ଣ୍ଣ 95% ରୋଡ ରାସ୍ତା ନାଳ ସବୁ ସଜାଇଛି। ବ୍ରହ୍ମପୁର ସହରର ସବୁଠୁ ବଡ଼ ଦୁର୍ଭାଗ୍ୟ କ'ଣ? ରାଜନୈତିକ ଅସ୍ଥିରତା। ନମସ୍କାର, ନ୍ୟୁଜ୍ ୱିଥ୍ ଅସିତକୁ ସ୍ୱାଗତ। ଆଜି ଆଲୋଚନାରେ ମୋ ସହ ଯୋଡ଼ି ହେଉଛନ୍ତି ବ୍ରହ୍ମପୁର ମହାନଗର ନିଗମର କର୍ପୋରେଟର ଶ୍ରୀଯୁକ୍ତ ନୀଳକଣ୍ଠ ସାହୁ। ନୀଳକଣ୍ଠ ବାବୁ, କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ। ନମସ୍କାର। ସ୍ୱାସ୍ଥ୍ୟ ଭଲ ଅଛି ତ? ଆଜ୍ଞା। ରାଜନୈତିକ କ୍ୟାରିୟର କେମିତି କ'ଣ ଚାଲିଛି? ରାଜନୈତିକ କ୍ୟାରିୟର ଠିକଠାକ ଚାଲିଛି। ହଁ, ବର୍ତ୍ତମାନ ଦିନ ସଫଳ। ଅନେକ ସମୟରେ ଆପଣ ଚର୍ଚ୍ଚାକୁ ଆସନ୍ତି ନା ବିବାଦ ଭିତରକୁ ଠେଲି ଦିଆଯାଉଛି? କେତେବେଳେ ବିବାଦ ଭିତରେ ଠେଲି ଦିଆଯାଉଛି, କେତେବେଳେ ଚର୍ଚ୍ଚାକୁ ଆସୁଛି। କିଏ ଆଉ କାହିଁକି ବିବାଦ ଉଠେଇ ଦଉଛି? କିଛି ଲୋକଙ୍କର ସ୍ୱାର୍ଥର ବା ଆଞ୍ଚ ଯେତେବେଳେ ଆସିବ ହଁ, ଆମକୁ ବ୍ୟବହାର କରୁଛନ୍ତି। କ'ଣ ସ୍ୱାର୍ଥ? ଦେଖନ୍ତୁ, ଗଲା ଯେଉଁ ଗୋଟେ ମ୍ୟୁନିସିପାଲିଟି ଚାଲିଛି ଡେପୁଟି ମେୟର ଇସ୍ୟୁ। ହଁ, କିଏ କାଲା କ'ଣ କଲା ନୀଳମଣ୍ଡ ଦ୍ୱାରା ଶିଶୁ ହେଲା ଗୋଟେ ଚଲେଇଲେ। ଆପଣ ହାତ ନଥିଲା? ମୋର କିଛି ସେ ଭୂମିକା ଆଜ୍ଞା ନାହିଁ। ଆଚ୍ଛା, 2022ରେ ବିଜେଡ଼ିର ହାୱା ଥିଲା। ବିଜେପିର ମାତ୍ର 7 ଜଣ କର୍ପୋରେଟର ଜିତିଥିଲେ, ତା ଭିତରୁ ଆପଣ ହେଉଛନ୍ତି ଜଣେ। ବିଜେପି ଛାଡ଼ିକି ବିଜେଡି ଆସିବା ପାଇଁ ଏ ପ୍ଲାନ୍ଟା କାହିଁକି ହେଲା? ନା ନା, ଆମେ ବିଜେପି, ମୁଁ ସ୍ପେଶାଲି ମୁଁ ବିଜେପି ଛାଡ଼ିନି। କ'ଣ ମୋତେ ବିଜେପି ମୋ ବାର ଗୋଟେ ଇନସିଡେଣ୍ଟ ହେଲା, ମୋତେ ଦାୟୀ କରିକି ସସ୍ପେଣ୍ଡ କରାହେଲା। ମୁଁ ଏକଲା ଥିଲି। ପର ଆଉ 3-4 ଲୋକ କର୍ପୋରେଟର ସେମାନଙ୍କୁ ଦଳ ଅବହେଳା କଲା। ଆଚ୍ଛା, ନିଷ୍ପତ୍ତି ନେଲୁ, ବସିଲୁ, କ'ଣ କରିବା? ସେଥିପାଇଁ ଆମେ ଡିସାଇଡ୍ କଲୁ ମୁରଲି ବିଜେଡିରେ ଯୋଗଦେଲୁ। କିନ୍ତୁ ଲୋକେ କହୁଛନ୍ତି ଗୋଟେ ଟଙ୍କା ଲୋଭ। ପ୍ରଶ୍ନ ଉଠୁନି। ଆଜି ବି ଆମେ ପଳେଇଥିଲୁ ବିଜେଡି। ସେତେବେଳେ ଯୋଉ ଚର୍ଚ୍ଚା ଭଲ କଲେ ଚର୍ଚ୍ଚା ହେବ, ଖରାପ କଲେ ଚର୍ଚ୍ଚା। ଚର୍ଚ୍ଚାକୁ ଆମେ ଗୁରୁତ୍ୱ ନେଇ। ନାଇଁ, ବିଜେଡି ଲୋଭ ଦେଖି ନଥିଲା? ନା ନା, ପ୍ରଶ୍ନ ଉଠୁନି। ଦଳ ଅବହେଳା କଲା, ଆମେ ଯୋଗଦେଲୁ। ଅନ୍ୟ କୌଣସି ବିକଳ୍ପ ନାହିଁ। ବିଜୁ ଜନତା ଦଳ ନଗଲେ ଆଉ କିଛି ବିକଳ୍ପ ନାହିଁ। ଗୋସାନୁଆ ଗାଁରେ ସେତେବେଳେ ବି ରାଜ୍ୟ ବିଜେପି ସଭାପତି ଥିଲେ ମନମୋହନ ସାମଲ। କାଳିମାଡ଼ ପ୍ରକୃତରେ କିଏ କଲା? କିନ୍ତୁ ଆପଣଙ୍କ ନାଁ ଟାଣି ହେଲା ସେ ଭିତରୁ। ସେଥିପାଇଁ ତ ଦଳରୁ ସସ୍ପେଣ୍ଡ ହେଲି। ପ୍ଲସ୍ କିଏ କଲା ସେ ଟିଭିରେ ଭିଡ଼ିଓରେ ସବୁରେ ଅଛି। ମୁଁ କାହା ନାଁ କହିବାକୁ ଚାହୁଁନି। ମାନେ କାହା ପ୍ରରୋଚନାରେ ହେଲା? ସେ ଭିତରୁ ମୁଁ କହିବାକୁ ଚାହୁଁନି। କିଛି ଲାଭ ନାହିଁ। ନାଇଁ, ସେଥିରେ ଆପଣଙ୍କର ସମ୍ପୃକ୍ତ କିଛି ନଥିଲା? ନାହିଁ, ମୁଁ ତ ସମର୍ଥନ ଭାବେ ଜଗିଥିଲି। ଆଚ୍ଛା, ଗୋଟେ ଇନସିଡେଣ୍ଟ ହେଲା, ମୋତେ ଦାୟୀ କରାହେଲା। ସେ ବିଷୟ ଚର୍ଚ୍ଚା କରିବାକୁ ମୁଁ ଚାହୁଁନି। ଆଚ୍ଛା, ଏବେ ବିଜେଡି ଭଲ ଲାଗୁଛି ନା ବିଜେପି ଭଲ ଲାଗିଲାନି? ବିଜେଡି ସରକାର ଭଲ, ବିଜେପି ଦଳ ଭଲ। ଆଚ୍ଛା, ବୋଲେ ବିଜେଡି ଯେତେବେଳେ ସରକାରରେ ଥିଲା ଭଲ ଥିଲା? ବିଜେଡି ସରକାର ଭଲ, ବିଜେପି ଦଳ ଭଲ। ସରକାର ଭଲ ନାହିଁ। ବର୍ତ୍ତମାନର ସରକାର ଭଲ। ବର୍ତ୍ତମାନର ସରକାର ଭଲ ଲାଗୁନି? ନା ନା, କିଛି କାମ ହଉନି। 2 ବର୍ଷ ହେଲା ବିଏମସିରେ କୌଣସି ବି କାମ। ଫଣ୍ଡ ଅଭାବ ବୋଲି କୁହାଯାଉଛି? ଫଣ୍ଡ ଅଭାବ ନାହିଁ। ମୁଖ୍ୟମନ୍ତ୍ରୀ ସହର ବିକାଶ ଯୋଜନାରେ ବହୁତ ଦିନ ହେଲା ପଇସା ଅଛି, କିନ୍ତୁ ତାକୁ ଏଷ୍ଟିମେଟ୍ କରିବା, ଟେଣ୍ଡର କରିବା, ଏସବୁ କିଛି ହେଇପାରୁନି। କାହିଁକି ହଉନି? ଭାବୁଛି ମୁଁ ଉପର ଆଡ଼କୁ ନିର୍ଦ୍ଦେଶ ଦିଅ, ସେମାନେ ଜାଣି ଡିଲେ କରୁଛନ୍ତି। ଦେଖନ୍ତୁ 2025-26ର ମୁଖ୍ୟମନ୍ତ୍ରୀ ସହର ବିକାଶ ଯୋଜନା ଆଜି ଯାଇ ଟେଣ୍ଡର ହେଇନି। ମାନେ ବିଜେପି ସରକାର ବିକାଶରେ ବାଧା ଦେଉଛି? ନିଶ୍ଚିତ। ନହେଲେ ନ ହେବାର କାରଣ କ'ଣ? ଯେତେବେଳେ ଆଜିକି ବ୍ରହ୍ମପୁର ସହର ସମସ୍ତେ ବନ୍ଦ, ବିକାଶ ଠପ୍, ମୁଖ୍ୟମନ୍ତ୍ରୀ ସହର ବିକାଶ ପଇସା ଆସିଲା କିନ୍ତୁ ଟେଣ୍ଡର ହେଇପାରୁନି। କିଛି ଗୋଟେ ଗୋଷ୍ଠୀ ଚାହୁଁଛନ୍ତି ବ୍ରହ୍ମପୁର ବିକାଶ ହେଲେ କାଳେ ବିଜେଡି ନାଁ ନେଇଯିବେ ବୋଲି ସେମାନଙ୍କର, ମୁଁ ଭାବୁଛି ସତ୍ୟ କିଛି କହିବି। ଆଚ୍ଛା, ଏ ଚର୍ଚ୍ଚା ହେଉଛି ଆପଣ ପୁଣି ଥରେ ବିଜେପି ଆଡ଼େ ମନ ବଳେଇଲେଣି? ପ୍ରଶ୍ନ ଉଠୁନି। ଏବେ କିଛି ସେ ବିଷୟ ଚିନ୍ତା ନାହିଁ। ଏବେ କର୍ପୋରେଟର ହିସାବରେ ଗୋସାନୁଆର କାମ କରିବାର ଅଛି। ଦଳ ବଦଳ କଥା ଏବେ ସେମାନଙ୍କୁ ବି ଦରକାର ନାହିଁ, ଆମକୁ ବି ଦରକାର ନାହିଁ। ବର୍ତ୍ତମାନର ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ସହ ଆପଣଙ୍କ ସମ୍ପର୍କ କେମିତି କ'ଣ ଅଛି ବର୍ତ୍ତମାନ ସ୍ଥିତିରେ? ବର୍ତ୍ତମାନ ସ୍ଥିତିରେ ବି ଭଲ ଅଛି, କିଛି ଅସୁବିଧା ନାହିଁ। କୁହାଯାଉଥିଲା ଗୋଟେ ନିବିଡ଼ ସମ୍ପର୍କ ଥିଲା ନୀଳକଣ୍ଠ ବାବୁଙ୍କ ସହ। ବର୍ତ୍ତମାନ ବି ଭଲ, କିଛି ଅସୁବିଧା ନାହିଁ। ଆଚ୍ଛା, ନିକଟରେ ଏକ ମଞ୍ଚରେ ମନ୍ତ୍ରୀ ବିଭୂତି ଜେନାଙ୍କୁ ଦେଖିକି ଆପଣ କାନ୍ଦୁଛନ୍ତି,
ସେଇଟା ଆକସ୍ମିକ ହଁ କିଛି କ'ଣ ତା ଭଗବାନଙ୍କର ଇଚ୍ଛା ଆଚ୍ଛା ଆଚ୍ଛା ଆକସ୍ମିକ। ନା ଗୋଟେ ମନର ଗୋଟେ ଆସିଲା କି ମୁଁ ଗୋଟେ ପଶ୍ଚାତାପ କରୁଛି ନା 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 ଭୁଲ କରିଥିଲି। ପଶ୍ଚାତାପ କାହିଁ ଆସିବ କରିଥିଲେ ତ ପଶ୍ଚାତାପ ହଁ ସେ ସବୁ ନାହିଁ ହଁ ମାନେ ସେ ଆକସ୍ମିକ। ଏ ଯୋଉ ଭିଡିଓ ଭାଇରାଲ ହେଲା ଲୋକେ କ'ଣ କହିଲେ? ଲୋକ କହିଲେ ତମେ କରୁଛ ସବୁ ଏତେ କର ଅଭିନୟ ବୋଲି କହିଲେ ଲୋକ କହିବେ ଯାହା କଲେ ବି ଲୋକ ପଜିଟିଭ କହିବେ ନେଗେଟିଭ ହେଲେ ଆପଣଙ୍କ କାନ୍ଦରା ଅଭିନୟ ଥିଲା? କିଛି ଲୋକ ବି କହିଲେ ମାନେ ପୁରୁଣା ସମ୍ପର୍କ ଦୃଷ୍ଟିରୁ ଲୋ ବାହାରିଗଲା। କିଛି ଲୋକ କହିଲେ ଅଭିନୟ। ହଁ ଜଣେ କର୍ପୋରେଟର ହିସାବରେ ଆପଣଙ୍କ ୱାର୍ଡର ବିକାଶ କେମିତି ଚାଲିଛି? ମୋ ୱାର୍ଡର ସମ୍ପୂର୍ଣ୍ଣ 95% ରୋଡ଼ ରାସ୍ତା ନାଳ ସବୁ ସଜାଇଛି। ମାନେ ଇନଫ୍ରାଷ୍ଟ୍ରକ୍ଚର ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାରେ ଗୋଟେ MPH ମଲ୍ଟିପର୍ପଜ ହଲ୍ ହେଇଛି, ଗୋଶାଳା ହେଇଛି, ପାର୍କ ହେଇଛି, ଆହୁରି ଯୋଜନା ଅଛି ଗାଈମାନଙ୍କ ପାଇଁ ଗୋଟେ କ୍ରିମେଟୋରିୟମ୍, ପ୍ଲସ୍ ଆମ ଗୋସାଣ ମଶାଣର ଏକ୍ସଟେନସନ୍ ଟେଣ୍ଡର ବାହାରିବ, ଅଲରେଡ଼ି ବାହାରି ପାରିଲାନି। ପ୍ରାୟତଃ କାମ ଖାଲି ଗୋଟେ କାମ ରହିଯାଇଛି ମୋର ଅଧୁରା, ବନ୍ଧ କାମଟା ରହିଯାଇଛି। ଏବେ ସବୁଠାରୁ ବଡ଼ ସମସ୍ୟାଟା କ'ଣ? ସମସ୍ୟା କିଛି ନାହିଁ, ବନ୍ଧ ୱାର୍ଡରେ କିଛି ସମସ୍ୟା ନାହିଁ? ବନ୍ଧ ସମସ୍ୟା ନାହିଁ କାହିଁକି ସମସ୍ୟା ଅଛି କିନ୍ତୁ ମେଜର ସମସ୍ୟା ହେଲା ବନ୍ଧ। ଆଚ୍ଛା, ଓଡ଼ିଶାରେ ବିଜେଡ଼ି ସରକାର ଗଲା ପରେ ଏବେ ବିଜେଡ଼ିର ଭବିଷ୍ୟତକୁ ଆପଣ କେମିତି ଦେଖୁଛନ୍ତି? ବିଜେଡ଼ି ଲଢ଼ିବ, ଆଗକୁ ଯିବ, ଲୋକେ ଯାହା ନିଷ୍ପତ୍ତି ନେବେ ତାହା ହେବ। ଲୋକ 2024ରେ ନିଷ୍ପତ୍ତି ନେଲେ ଯାହା ହେଲା ସରକାର ଗଲା, ସରକାର ପରିବର୍ତ୍ତନ ଲୋକ ଏବେ ଅନୁଭବ କରୁଛନ୍ତି। ସରକାର କ'ଣ ଅନୁଭବ କରୁଛନ୍ତି? କ'ଣ ପରିବର୍ତ୍ତନ ହେଲା ପରେ ତାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଗୋଟେ ମିଳୁନି, କ'ଣ ତା ଲୋକ ଅନୁଭବ କରୁଛନ୍ତି। ଯିଏ ଅନ୍ତରେ ତାର ଫଳ ଦେବେ। ଆଗାମୀ ଦିନରେ ବିଜେଡ଼ିରୁ ଲଢ଼ିବେ ନା ବିଜେପିରୁ ଲଢ଼ିବେ? ସ୍ପଷ୍ଟ କହିଦିଅ। ସ୍ପଷ୍ଟ ଭାଷାରେ ମୁଁ ଆଉ ଗୋଟେ ଟିଭିରେ କହିଛି, ଆଜି ବି କହୁଛି, ବିଜେଡ଼ି ଯଦି ଥିବି ବିଜେଡ଼ି ନିଶ୍ଚୟ ଲଢ଼ିବି। ଥିବି ମାନେ ଯଦି ବିଜେଡ଼ିରେ ଥିବି ନିଶ୍ଚୟ ଲଢ଼ିବି, ଯଦି ବିଜେପିରେ ଥିବି ଲଢ଼ିବି ନାହିଁ। ବିଜେପି କି ଗଲେ ନିର୍ବାଚନ ଲଢ଼ିବି ନାହିଁ। ଆଚ୍ଛା, ଦଳ ଆପଣଙ୍କୁ ଭଲ ଲାଗୁଛି? ପୁରା ଦଳ ଭଲ ଲାଗୁଛି କିନ୍ତୁ ନିର୍ବାଚନ ଲଢ଼ିବି, ଦଳରେ କାମ କରିବା ପାଇଁ ନିର୍ବାଚନ କରୁଛୁ। ଆପଣ ନିଜକୁ ଜଣେ ଦଳ ଭକ୍ତ କହିବେ ନା ଜନତାଙ୍କ ସେବକ? ଜନତାଙ୍କ ସହିତ ଲୋକଙ୍କ କାମ ପାଇଁ କରିବା, ଲୋକଙ୍କୁ କାମ କରିବା ପାଇଁ ଯେ କର୍ପୋରେଟର ବାଧ୍ୟ ସେମିତି କିଛି ନାହିଁ। ବିଭିନ୍ନ ପ୍ରକାର ହିସାବରେ ଦଳ ବି ଦରକାର ନାହିଁ, ଦଳ ବି ଦରକାର ନାହିଁ, କାମ କରିବାକୁ କିଛି ଆବଶ୍ୟକ ନାହିଁ। ଆଚ୍ଛା, ମୁଁ ବର୍ତ୍ତମାନ ଅପସନ୍ ଦେବି, ଗୋଟେ ଚୁଜ୍ କଲେ ଭଲ ହେବ। ଆଗାମୀ ରୋଡ୍ ମ୍ୟାପ୍ ବିଜେଡ଼ି ନା ବିଜେପି? ଆଗାମୀ ରୋଡ୍ ସମୟ କହିବ। ଆଚ୍ଛା, ନବୀନ ପଟ୍ଟନାୟକ ନା ମୋହନ ମାଝୀ? ନବୀନ ପଟ୍ଟନାୟକ। ବିଜେପିରୁ ଜିତିବା ସହଜ ଥିଲା ନା ବିଜେଡ଼ିରେ ରହି କାମ କରିବା ସହଜ ଲାଗୁଛି? ବିଜେଡ଼ିରେ ରହି କାମ କରିବା କିଛି କର୍ପୋରେଟର ହିସାବରେ ଆମେ ଯାହା କାମ କରୁଛୁ, ଦଳ କାମ କିଛି କରୁନୁ, ସତ କଥା କହୁଛୁ। ବିଜେପିର ଦଳୀୟ କାମ କରୁଥିଲୁ, ସାରା ଓଡ଼ିଶା ବୁଲି ବୁଲି କାମ କରୁଥିଲୁ, ଖୁସି ଲାଗୁଥିଲା, ମଜା ଲାଗୁଥିଲା। ବ୍ରହ୍ମପୁର ସହରର ସବୁଠୁ ବଡ଼ ଦୁର୍ଭାଗ୍ୟ କ'ଣ? ସହର ସମସ୍ୟା ନା ଏ ଯେଉଁ ରାଜନୈତିକ ଅସ୍ଥିରତା? ରାଜନୈତିକ ଅସ୍ଥିରତା। ଆଚ୍ଛା, ରାଜନୀତି ନା ବ୍ୟବସାୟ? ବ୍ୟବସାୟ। ମଞ୍ଚରେ ଆସିଥିବା ଲୁହ ଭାବ ପ୍ରବଣତା ଥିଲା ନା ରାଜନୈତିକ ବାଧ୍ୟବାଧକତା? କହିଦିଅ। ଭାବ ପ୍ରବଣତା। ଆଚ୍ଛା, ନିଜ ୱାର୍ଡ଼ବାସୀ କ'ଣ କହିବେ? ୱାର୍ଡ଼ବାସୀଙ୍କୁ କ'ଣ କହିବି, ମୋତେ ଲୋକ ଗଲା 2022ରେ ଭୋଟ୍ ଦେଇ ଜିତିଲେ 5 ବର୍ଷ ପାଇଁ। ସେ 5 ବର୍ଷ କିନ୍ତୁ ଲୋକଙ୍କ 4 ବର୍ଷ ସରିଗଲାନି, ଲୋକଙ୍କ ସାଥିରେ ଅଛି, ସବୁ କ୍ଷେତ୍ରରେ ସବୁ ସମୟରେ ଅଛି। ଆଉ ଯେଉଁ 6-7 ମାସ 8 ମାସ ଅଛି ଲୋକଙ୍କ ସାଥିରେ ରହିବି। କର୍ପୋରେଟ ସରିଲା ପରେ ମଧ୍ୟ ଲୋକଙ୍କ ସାଥିରେ ରହିବି। ନିର୍ବାଚନ ଜିତିବା ହାରିବା ଠିଆ ହେବା ଏଇଟା ଅଲଗା ପାର୍ଟ, କିନ୍ତୁ ଲୋକଙ୍କ ସହିତ ରହିବା ଗୋଟେ ପାର୍ଟ। ବହୁତ ବହୁତ ଧନ୍ୟବାଦ, ଆପଣ ଆମ ସହ ଆଲୋଚନା କଲେ। ଆମ ସହିତ ଥିଲେ ବ୍ରହ୍ମପୁର ମହାନଗର ନିଗମର କର୍ପୋରେଟର ଶ୍ରୀଯୁକ୍ତ ନୀଳକଣ୍ଠ ସାହୁ। ସମୟ ସରିଛି, ନମସ୍କାର।